ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ବାହାରିଲୁ ଆମେ ଟିକେ ଫିଷ୍ଟ କରିବା ପାଇଁ। ଆଜି ଫିଷ୍ଟରେ ଅଛି କଣ୍ଟାଳ ଚୁଙ୍ଗୁଡ଼ି। ନଦୀରୁ ଆମ ଗାଁ ପାଖରେ ନଦୀ ଅଛି, ସେ ନଦୀରୁ ଧରା ହେଇ ଆସିଥିବା କଣ୍ଟାଳ ଚୁଙ୍ଗୁଡ଼ି। ଏବେ ତାକୁ ଆମେ ଗଣ୍ଡିରୁ ମୁଣ୍ଡ ଅଲଗା କରୁଛୁ, ହେଲା କି। ମୋର ବଡ଼ ଭାଇ ଟୁଙ୍ଗା ଭାଇ ସିଏ ତାକୁ ଗଣ୍ଡିରୁ ମୁଣ୍ଡ ଅଲଗା କରିଚାଲିଛନ୍ତି। ତା ସାଥିରେ ମୋର ଅତି ପ୍ରିୟର ଶ୍ରଦ୍ଧେୟ ସାଙ୍ଗ ଜଣେ ଶାନ୍ତନୁ, ସିଏ ବି ଗଣ୍ଡିରୁ ମୁଣ୍ଡ ଅଲଗା କରିଛନ୍ତି। ଦେଖନ୍ତୁ ସୁନ୍ଦର ଚିଙ୍ଗୁଡ଼ି ଦେଖିଲେ ପାଟିରୁ ଲାଳ ଗଡ଼ି ଆସୁଛି। ନଦୀ କଣ୍ଟାଳ ଦେଖିଲେ ବହିବ ପାଟିରୁ ନାଳ। ସୁସଜ୍ଜିତ ହୋଇ ରଖାଯାଇଛି ଚିଙ୍ଗୁଡ଼ି। ଏମିତି ଲାଇନ୍ରେ ଥାନ୍ତୁ, ଚିଙ୍ଗୁଡ଼ି ଗଣ୍ଡିରୁ ମୁଣ୍ଡ ଅଲଗା ସରିବ, ତାପରେ ଆମେ ଆପଣଙ୍କୁ ରୋଷେଇର ସମସ୍ତ ପ୍ରୋସେସ୍ ବତେଇବୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ସାଙ୍ଗମାନେ। ଏବେ ଚିଙ୍ଗୁଡ଼ି ଗଣ୍ଡିରୁ ମୁଣ୍ଡ ଅଲଗା ସରିଛି। ଏବେ ଆମେ କଢ଼େଇରେ ତେଲ ଟିକେ ନେଲୁ, ତାପରେ ଆଳୁ କିଛି ଆମେ ତା ଦେହରେ ଆଡ଼୍ କରିବା। ଆଳୁ ଟିକେ ଫ୍ରାଏ କରିଦେବା, ଭାଜିଦେବା। ଟିକେ ଆଳୁଟା ଭାଜିଦେଲେ ଟିକେ ଭଲ ଲାଗିବ, ଆମର ଟେଷ୍ଟ ଟିକେ ଭଲ ଆସିବ। ସେଥିପାଇଁ ଆମେ ଟିକେ ଆଳୁ ଆଗେ ଭାଜିଦେବା, ତାକୁ ଟିକେ କର କରିଦେବା କଢ଼େଇରେ। ତାପରେ ଏଇ ରକମରେ କରି ଟିକେ ତଳ ଉପରେ ଟିକେ ହାଲକା ଲୁଣ ମାରିଦେବା। ଲୁଣ ଦେଇ ପୁଣି ଟିକେ କର କରିଦେବା। ତାପରେ ଟିକେ ନାଲି ହେଇ ଆସିଲେ ଆଳୁଟା, ତାକୁ ଟିକେ କାଢ଼ିବା ପାଇଁ ବ୍ୟସ୍ତ କରିବା। ଏବେ ଦେଖନ୍ତୁ ଆମର ଆଳୁଟା ଲାଲ ହେଇ ଆସିଛି। ଏବେ ତାକୁ ଆମେ ପ୍ଲେଟ୍କୁ କାଢ଼ିଦେବା। ଭିଡ଼ିଓ ସହିତ ଏମିତି ଜାରି ଥାନ୍ତୁ। ବର୍ତ୍ତମାନ ମୋର ଆଳୁ ସମସ୍ତ ପ୍ଲେଟ୍କୁ କଢ଼ା ସରିଲା। ଏବେ ଆମେ ଚିଙ୍ଗୁଡ଼ିକୁ ସମୁଦ୍ର ମଝିରେ ଭସେଇ ଦେବା, ତେଲର ସମୁଦ୍ରରେ। ସେ ତେଲର ସମୁଦ୍ରରେ କେମିତି କର ନାଦ ଦେଇ ପହଁରୁଛନ୍ତି ଦେଖନ୍ତୁ। ବର୍ତ୍ତମାନ ତାକୁ ଆମେ ଟିକେ ଖଡ଼ିକା ପୂରେଇ କର କରିବା। ଏବେ ଦେଖନ୍ତୁ ମୋର ଚିଙ୍ଗୁଡ଼ି ସବୁ ଭସିଆ ହୋଇଗଲା ତେଲର ସମୁଦ୍ରରେ। ଏବେ ଲୁହା ଖଡ଼ିକାରେ ମୁଁ ତାକୁ ତଳ ଉପର କରି ଲୁଣ ଟିକେ ହାଲକା ଦେଇ ସ୍ୱାଦ ଅନୁସାରେ ତାକୁ ତଳ ଉପର କରି କର କରିବାକୁ ଲାଗିଲି। ତାପରେ ପ୍ରଚୁର ମାତ୍ରାରେ ବନ୍ୟା ଆସିଯାଇଛି ଆମର ତେଲର କଢ଼େଇରେ। ଏବେ ବର୍ତ୍ତମାନ ଆମର ଆଳୁ, ମସଲା ମସଲି ସମସ୍ତ ଅଦା ରସୁଣ ଛେଚା, ପିଆଜ ସମସ୍ତ ସାମାନ ପୁରା ରେଡ଼ି ତୟାର ହେଇକି ଅଛି ଆମର ଫ୍ରାଏ ବନେଇବା ପାଇଁ। ଚିଙ୍ଗୁଡ଼ି ଫ୍ରାଏ, କଣ୍ଟାଳ ମାଛ ଚିଙ୍ଗୁଡ଼ି ଫ୍ରାଏ। ଏବେ ଆମର ଟୁଙ୍ଗା ଭାଇ, ମୋର ବଡ଼ ଭାଇ, ଚିଙ୍ଗୁଡ଼ିକୁ ଭାଜି ଚାଲିଛନ୍ତି। ଏବେ ଚିଙ୍ଗୁଡ଼ିରୁ ବର୍ତ୍ତମାନ ପାଣି ଟିକେ ବହୁତ ବାହାରୁଛି। ଏବେ ଆମର ଟିକେ ହଳଦୀ ଆଡ଼୍ କରିବା। ହାଲକା, ବେଶୀ ନାହିଁ, ଟିକେ ଆଖି କଲର୍ ଦିଶିଲା ଭଳି ଟିକେ ଆଡ଼୍ କରିବା। ପୁଣି ହଳଦୀ ଆଡ଼୍ କରି ଟିକେ କର କରି ତାକୁ ଘାଣ୍ଟି ଚାଲିବା। ଏବେ ଚିଙ୍ଗୁଡ଼ି ପ୍ରାୟ ଆମର ହେଇ ଆସିଲାଣି, ଲାଲ ଦିଶିଲାଣି। ତାକୁ ଏବେ ପ୍ଲେଟ୍କୁ କଢ଼ାଯିବ। ଏବେ ତାକୁ ପ୍ଲେଟ୍କୁ କାଢ଼ି ନେବା। ଭଲସେ ଆରାମସେ ତଳେ ପଡ଼ିବ। ଗୋଟେ ପିସ୍ ଚିଙ୍ଗୁଡ଼ିର ଦାମ ପଡ଼ିଯାଉଛି 5 ଟଙ୍କା। 5 ଟଙ୍କା ତ ହେବନି, 2-3 ଟଙ୍କା ପଡ଼ିଯିବ। କାହିଁକିନା ଆମେ ଏବେ ଆମର ଚିଙ୍ଗୁଡ଼ି ସାରିଛେ, ଆମେ ପିଆଜ ଭାଜିବା ପାଇଁ ଫ୍ରାଏର ପ୍ରୋସେସ୍ ପାଇଁ ଆମେ ତେଲ ନେବା। ତେଲ ଆଡ଼୍ କରିବା। 100 ଗ୍ରାମ ତେଲ ମୁଁ ଆଡ଼୍ କଲି। 100 ଗ୍ରାମ ତ ହେବନି, 60-70 ଗ୍ରାମ ତେଲ ମୁଁ ଆଡ଼୍ କଲି। ତାପରେ ଏବେ ତାକୁ ହାଲକା ଟିକେ କର କରିଦେବା। ତାପରେ ଆମେ ପିଆଜ ନେବା। ତେଲ ପୁରା କଟକଟ ହୋଇ ତାତି ଯାଇଛି। ପିଆଜକୁ ବର୍ତ୍ତମାନ ଆମେ ତେଲର ସମୁଦ୍ରରେ ଭସେଇ ଦେଲୁ। ଏବେ ଭସିବା ସହିତ ତାକୁ ଟିକେ ତଳ ଉପର କରି ଘାଣ୍ଟ କରିଦେଇ, ତାପରେ ଟିକେ ଆମେ ହାଲକା ଲୁଣ ଦେଇଦେବା। ଲୁଣଟା ଦିଅରେ।
ଏବେ ହାଲକା ଲୁଣ ସ୍ୱାଦ ଅନୁସାରେ ଲୁଣ ଦେଇଦେବା ପିଆଜ ପାଇଁ, କାହିଁକିନା ପିଆଜ ଟିକେ ଲୁଣ ଦେଲେ ପିଆଜରେ ଯେଉଁ ପାଣିଟା ଥାଏ ସେଇଟା ବାହାରି ଆସେ, ପିଆଜଟା ଶୀଘ୍ର ବହୁତ ଶୀଘ୍ର ଫ୍ରାଏ ହୋଇଯାଏ, ଭାଜି ହୋଇଯାଏ ଲାଲ ପଡ଼ି। ତ ଏବେ ଦେଖନ୍ତୁ ଆମର ଚିଙ୍ଗୁଡ଼ି ଆଳୁ ଟମାଟୋ କିଭଳି ସଜ୍ଜିତ କରି ରଖାଯାଇଛି, ସବୁ ତୟାରୀ ରେଡ଼ି ଅଛି। ପିଆଜଟା ଏବେ ଆମର କଲର୍ ଲାଲ କଲର୍ ହେଇ ଆସିଲାଣି। ତ ପିଆଜ ଦେଖନ୍ତୁ କେତେ ସୁନ୍ଦର ଭାବରେ ପିଆଜଟା ଲାଲ ହେଇ ଆସିଛି। ବର୍ତ୍ତମାନ ଆମେ ଟିକେ କାଶ୍ମୀର ଚିଲି ନେଇଯିବା। କାଶ୍ମୀର ଚିଲି କାହିଁକିନା କଲର୍ ପାଇଁ ଟିକେ ଆମର ଭାଇମାନେ ଟିକେ କଲର୍ ଟିକେ କମ୍ ହେଲେ ଖାଇବା ପାଇଁ ପସନ୍ଦ କରନ୍ତିନି, ସେଥିପାଇଁ ଟିକେ ଆମେ କାଶ୍ମୀର ଚିଲି ଟିକେ ନେଲୁ। ଲେଟ୍ ଟିକେ ଦେଲେ ସେଇଟା କଲର୍ ଟିକେ ଲାଷ୍ଟ ଟାଇମ୍ ପର୍ଯ୍ୟନ୍ତ ରହିବ। ତାପରେ ଆମେ କାଶ୍ମୀର ଚିଲି ପରେ ଟିକେ ଅଦା ରସୁଣ ଏବେ ଆଡ଼୍ କରିଦେବା। ଅଦା ରସୁଣ ଟିକେ ଭଲସେ ଭାଜି ନେବା। ଭଲସେ ଭାଜି ନେଲେ କ'ଣ ହେବ ନା ଅଦା ରସୁଣର କଞ୍ଚା ସ୍ମେଲ୍ଟା ଉଡ଼ିଯିବ। ତାପରେ ଭାଜିଲା ପରେ ଯେ ତୁମେ ପାଣି ଦେଲେ ସେଇଟା ଅଟୋମେଟିକ୍ ମେଲ୍ଟ ହେଇଯିବ, ରହିବନି। ସେଥିପାଇଁ ତାକୁ ଭଲସେ ଭାଜି ନେବା ତେଲରେ। कि हसीना थी एक दीवाना था, क्या समाना था, चाहूं मर भी चाहूं क्या समाना था। ଏବେ ଟିକେ ଆମେ ଟମାଟୋ ଆଡ଼୍ କରିଦେବା। ଟମାଟୋକୁ ବି ପୁଣି ତେଲରେ ଟିକେ ଭଲ ଭାବରେ ଭାଜି, ତାପରେ ତେଲଟାରେ ଟମାଟୋଟା ଟିକେ ଭାଜିଲେ ଆମର କ'ଣ ହେବ ନା ଟମାଟୋଟା ଟିକେ ସେ ବି ମେଲ୍ଟ ହେବା ପାଇଁ ବହୁତ ଶୀଘ୍ର ସହଯୋଗ କରିବ। ଏବେ ତାକୁ ଆମେ ତଳ ଉପର କରି ଚାଲିବା, କାହିଁକିନା ଟମାଟୋ ଦେହରେ ବହୁତ ପାଣି ଅଛି, ସେ ପାଣିଟା ମାରିବା ପାଇଁ ଏବେ ପୁଣି ଆମେ ଟିକେ କାଶ୍ମୀର ଚିଲି ଆଡ଼୍ କରିଦେଲେ, କାହିଁକିନା ଟମାଟୋ ପାଣି ମରି ଆସିଲାନି, ଭାଜି ହେଇଗଲାନି ତେଲ ସହିତ। ତାପରେ ଟିକେ ରେଡ଼୍ ଚିଲି ପାଉଡ଼ର, ଲଙ୍କାଗୁଣ୍ଡ ଟିକେ ସ୍ୱାଦ ଅନୁସାରେ ଆଡ଼୍ କରିବା। ତାପରେ ତଳ ଉପର କରିଦେବା। ଆରେ ଭାଇ କାହିଁ ତରବର ହେଉଛ, ମୁଁ ତ ପକାଉଛି ନା। ତାପରେ ଆମର ଯେତେ କରେଇଟା ବଙ୍କା ହେଇଯାଉଛି, ଆଉ ଟିକେ ସିଧା କରିଦେବା। ତାପରେ ସବୁ ଜିରା ମସଲା ପଡ଼ିଲା, ତାପରେ ହଳଦୀ ପଡ଼ିଲା ସ୍ୱାଦ ଅନୁସାରେ, ତାପରେ ଟିକେ ମିଟ୍ ମସଲା ଟିକେ ମାରିଦେବା ହାଲକା ସ୍ୱାଦ ଅନୁସାରେ। ଏବେ ତାକୁ ତଳ ଉପର କରି ମିଶ୍ରଣ କରିଦେବା। ସମସ୍ତଙ୍କୁ ମିଶ୍ରଣ କରିଦେଲା ପରେ ତା'ର ସୁଗନ୍ଧଟା ବାହାରି ଆସିବ। ତାପରେ କିଛି ସମୟ ପାଣି ଦେଇ ତାକୁ ପୁଣି ତଳ ଉପର କରି କଷି ଚାଲିବା। ଏବେଠାରୁ ମସଲାଟା ଆମେ ପାଣି ଦେଇ ଯେତେ କଷି ଚାଲିବା ସେତେ ମସଲାକୁ ସବୁବେଳେ ଲାଲ କରି ଯେତେବେଳେ ତଳ ତେଲଟା ଉପରେ ଆସିଲେ ତାକୁ ଛାଡ଼ିବ। ଏଇ ପର୍ଯ୍ୟନ୍ତ ଆମକୁ ଫ୍ରାଏ କରି ଚାଲିବାକୁ ପଡ଼ିବ। ଏବେ ଦେଖ ତଳ ତେଲଟା ଉପରକୁ ଆସିଲାଣି ଭାରି, ମସଲା ଆମର 100% ଫ୍ରାଏ ହେଇଗଲାଣି। ଏବେ ଆମେ କ'ଣ କରିବା ନା ଚିଙ୍ଗୁଡ଼ି ଆଳୁ ଏସବୁକୁ ଆଡ଼୍ କରିଦେବା। ଟିକେ ହାଲକା ପାଣି ଦେଇ ଚିଙ୍ଗୁଡ଼ି ଆଳୁକୁ ଆଡ଼୍ କରିଦେବା, କାହିଁକିନା ଚିଙ୍ଗୁଡ଼ି ଆଳୁରେ ପାଣି ନାହିଁ ନା, ସେଇଟା ତଳେ ଲାଗିଯିବ, ସେଥିପାଇଁ ହାଲକା ପାଣି ମୁଁ ଆଡ଼୍ କଲି। ଦେଖନ୍ତୁ କି ସୁନ୍ଦର ଲାଗୁଛି। ଏବେ ଆମେ ଆଡ଼୍ କରିଦେଲୁ ଚିଙ୍ଗୁଡ଼ି ଆଉ ଆଳୁ। ତାକୁ ଏବେ ତଳ ଉପର କରିଦେବା, କାହିଁକିନା ନଦୀ କଣ୍ଟାଳ ଦେଖିଲେ ବୋହିବ ପାଟିରୁ ଲାଳ। କାହିଁକିନା ନଦୀ କଣ୍ଟାଳର ସେଇଭଳି ଟେଷ୍ଟ ଅଛି। ଏବେ ତ ଆମେ କଷି ଚାଲିଛୁ, ଶେଷ ପର୍ଯ୍ୟନ୍ତ ଲାଇନ୍ରେ ରୁହନ୍ତୁ। ଦେଖନ୍ତୁ କିପରି ଆପଣଙ୍କୁ ଲାଗୁଛି ଆମର ଆଜି ଫିଷ୍ଟଟା। ଏମିତି ସବୁବେଳେ ଆପଣ ଆମ ଚ୍ୟାନେଲରେ ଯୋଡ଼ି ରହିଲେ ଆମେ ସବୁଦିନ ଯାହା ବି କିଛି ଆମ ଚତୁଃପାର୍ଶ୍ୱରେ ଘଟୁଛି, ଯାହା ବି ଆମେ କରୁଛୁ, ଫିଷ୍ଟ ହେଉ ବା କାର୍ଯ୍ୟ ହେଉ, ଯାହା ବି ହେଉ ଆମେ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଦେଖାଇବୁ। ସେଥିପାଇଁ ଆମ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଇଡ଼୍ରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ।
ଆମର ସମସ୍ତ ନୂଆ ଭିଡ଼ିଓ ଯିବା ଆପଣଙ୍କ ପାଖରେ ନୋଟିଫିକେସନ୍ ପହଞ୍ଚିବ। ଲାଇକ୍ କରିବେ। ଜୟ ଜଗନ୍ନାଥ। ଦେଖନ୍ତୁ କିଭଳି ସୁନ୍ଦର ଲାଗୁଛି, ତାକୁ କଷା ଚାଲିଛି। ଏବେ ଏବେ ଆମେ ଟିକେ ପାଣି ଆଡ଼୍ କରିବା। ପାଣି ଦେଇଦେଲେ ସେଇଟା, କାହିଁକିନା ଏଥିରେ ଆଉ କିଛି ନାହିଁ, ପାଣି ଆଡ଼୍ କରିଦେଲେ ସେ ତାର ସିଝି ଚାଲିବ। ଆଳୁଟା ଯେଉଁ ରହିଛି ସେଇଟା ସିଝିବ। ଆଉ ଭାଗ ଅନୁସାରେ ପାଣି ଦେବ, କାହିଁକିନା ବେଶୀ ପାଣି ରହିବା ଦରକାର ନାହିଁ, ଝୋଳ ରହିବା ଦରକାର ନାହିଁ, ଟିକେ ହାଲକା ଗ୍ରେଭି ହେବ। ତ ଇଏ ପର୍ଯ୍ୟନ୍ତ ଲାଇନ୍ରେ ରୁହନ୍ତୁ। ଏବେ ଆମେ ଛାଡ଼ିଦେବା ଟିକେ ସିଝିବା ପାଇଁ, ଫୁଟିବା ପାଇଁ ଛାଡ଼ିଦେବା। ଏବେ ହେଇଛି। ସ୍ୱାଦ ଅନୁସାରେ ଲୁଣ ଟିକେ କମ୍ ଥିଲା, ଟେଷ୍ଟ କଲି କମ୍ ଥିଲା, ଲୁଣ ଟିକେ ସ୍ୱାଦ ବଢ଼େଇବା ପାଇଁ ଲୁଣ ଆଉ ଟିକେ ଦେଇଦେଲେ ବାସ୍। ଏବେ ଶେଷ ହୋଇଗଲା ଆମର ରୋଷେଇର ସିଷ୍ଟମ୍। ଏବେ ପରେ କ'ଣ କରିବା ନା ଆମେ ଛାଡ଼ିଦେବା କିଛି ସମୟ ଫୁଟିବା ପାଇଁ, ଆଳୁଟା ସିଝିବା ପାଇଁ। ଆଳୁ ତ 80% 90% ସିଝି ଯାଇଛି, କାହିଁକିନା ସେ ଆଳୁଟା ତେଲରେ ଫ୍ରାଏ କରାଯାଇଥିଲା, ଭଜା ଯାଇଥିଲା। ଏବେ ହେଇଗଲାଣି। ଆମେ ଗରମ ମସଲା ଟିକେ ମାରିଦେବା। ଦେଖନ୍ତୁ ରୁଚି ଗରମ ମସଲା, ଆମେ ସେଇଟାକୁ ଟିକେ 2 ଟଙ୍କିଆ ପାଉଚ୍ ଗୋଟେ ଆଡ଼୍ କଲୁ। ତାକୁ ଟିକେ ତଳ ଉପରେ ମିଶ୍ରଣ କରିଦେଇ ଏବେ ତାକୁ ଚୁଲିରୁ ଓହ୍ଲାଇବା ପାଇଁ ପୁରା ରେଡ଼ି କରିଦେବା, ତୈୟାର କରିଦେବା। ଚୁଲିରୁ ଓହ୍ଲେଇ ନେଇ ଆସିଲା ପରେ ତାକୁ ନେଇ ଆମେ ପୁରା ଇଟିଂ ମିଟିଂ ଖାଇଦେବା। ଏବେ ଆମର ପ୍ରୋସେସ୍ ପୁରା ରେଡ଼ି। ଆମେ ଚୁଲିରୁ ଓହ୍ଲେଇ ଦେଲୁ। ହେଲୋ ଭାଇମାନେ, କାଠ ଚୁଲିରେ ରୋଷେଇ କରି ଖାଇବାଟା କେତେ ଟେଷ୍ଟ, ଯିଏ ଜାଣିଛି କମେଣ୍ଟ କରି ମାଧ୍ୟମରେ କହିବ ହେଲା। ଏବେ ଆମର ଭାଇମାନେ ବସିଗଲେ, ପ୍ରସନ୍ନ ଭାଇ, ବାପି ଭାଇ, ମୋର ସଦ୍ୟ ଶାନ୍ତନୁ, ଆଉ ତା ସହିତ ମୁଁ ତ ଅଛି। ମୋ ମୁହଁ ଦେଖିବେ ଆପଣଙ୍କ ଲାଷ୍ଟକୁ। ଆଉ ତ ଶାନ୍ତନୁ କେମିତି ଟେଷ୍ଟ ହେଇଛି, ସୁନ୍ଦର, ଅତି ସୁନ୍ଦର ଦେଖାଯାଉଛି ଆମର ଚିଙ୍ଗୁଡ଼ି ପ୍ଲେଟ୍। ଦେଖନ୍ତୁ ନଦୀ କଣ୍ଟାଳ ଦେଖିଲେ ବୋହିବ ପାଟନ। ଖାଇଚାଲ ଓ ପାଲ ଭାଇକି ମୋର ଥଣ୍ଡା ହେଇଯାଇଛି, ପୁରା କାଚି ଚାଲିଛି। ଏବେ ମୁଁ ଦେଖନ୍ତୁ କେତେ ଟେଷ୍ଟ, ମୋ ସୁନ୍ଦର, ଅତି ସୁନ୍ଦର।